ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତରଫରୁ ଆପଣମାନଙ୍କର ରିକ୍ରୁଟମେଣ୍ଟ ନୋଟିସ୍ଟା ଆସିଛି, ଯାହାକି କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ 2023 ଫାର୍ମାସିଷ୍ଟ ଏବଂ ମଲ୍ଟିପର୍ପଜ୍ ହେଲ୍ଥ ୱାର୍କର ମେଲ୍ ପାଇଁ ଆସିଛି। ଏହି ନୋଟିଫିକେସନ୍ଟା ଆପଣମାନଙ୍କର 15 ଡିସେମ୍ବର 2023ରେ ରିଲିଜ୍ ହେଇଛି। ତ ଆପଣମାନେ ଭିଡ଼ିଓଟା ଯିବା ପୂର୍ବରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଡିଟେଲ୍ସ ଆପଣମାନେ ଜାଣିପାରିବେ। ଏବଂ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଦ୍ୱାରା ଯେତେ ସବୁ ଗଭର୍ଣ୍ଣମେଣ୍ଟ ଜବ୍ ଗୁଡ଼ାକ କିମ୍ବା ପ୍ରାଇଭେଟ୍ ଜବ୍ ଗୁଡ଼ାକ ଆସେ ପ୍ରଥମେ ଆପଣ ପାଇପାରିବେ। ତ ଏହି ନୋଟିଫିକେସନ୍ରେ ଚାଲନ୍ତୁ ଆମେ ଡିସ୍କସନ୍ କରିବା ଆପଣଙ୍କର ଏଜୁକେସନ୍ କ୍ୱାଲିଫିକେସନ୍, ସ୍ୟାଲେରୀ, ଆପଣଙ୍କର କେଉଁ ଡିଷ୍ଟ୍ରିକ୍ଟରେ କେତୋଟି ରହିଛି ତାର ଡିଟେଲ୍ସ ଦେଖିନେବା। ତ ଭିଡ଼ିଓଟି ଆପଣଙ୍କର ପ୍ରଥମେ ଯେଉଁ ଇଭେଣ୍ଟ ଗୁଡ଼ାକ ରହିଛି, ଅନଲାଇନ୍ ରେଜିଷ୍ଟ୍ରେସନ୍ ଫର୍ ନ୍ୟୁ ୟୁଜର୍ ଏବଂ ରେଜିଷ୍ଟର ୟୁଜର୍ ପାଇଁ ଆପଣମାନଙ୍କର 22/12/2023ରୁ ଷ୍ଟାର୍ଟ ହେବ ଏବଂ ଲାଷ୍ଟ ଡେଟ୍ 16/1/2024 ପର୍ଯ୍ୟନ୍ତ ରହିଛି। ଏବଂ ଆପଣମାନଙ୍କର ସବମିଶନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ଆପଣମାନଙ୍କର 22/12/2023ରୁ 20/1/2023 ପର୍ଯ୍ୟନ୍ତ ଆପଣମାନେ ଏହି ପୋଷ୍ଟଟାକୁ ଆପ୍ଲାଏ କରିପାରିବେ। ଏହିସବୁ ଡିଷ୍ଟ୍ରିକ୍ଟ କ୍ୟାଡର ପୋଷ୍ଟ ଆପଣମାନଙ୍କର ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ଏହି ଭ୍ୟାକେନ୍ସି ଗୁଡ଼ା ବାହାରିଛି। ଫାର୍ମାସିଷ୍ଟ ଏବଂ ମଲ୍ଟିପର୍ପଜ୍ ହେଲ୍ଥ ୱାର୍କର ମେଲ୍ର ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ଆପଣ ଓଡ଼ିଶାର ଯେକୌଣସି ଡିଷ୍ଟ୍ରିକ୍ଟରେ ମଧ୍ୟ ରହିଛି, ଯେଉଁ 30ଟା ଡିଷ୍ଟ୍ରିକ୍ଟ ରହିଛି ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ରହିଛି। ତ ସେଇଟା ଯିବା ପୂର୍ବରୁ ଆପଣମାନଙ୍କର ଯେଉଁ ପୋଷ୍ଟର ସ୍ୟାଲେରୀ ବିଷୟରେ କଥା ହେବା। ତ ସ୍ୟାଲେରୀ ଏଇଠି ଆପଣଙ୍କ ଫାର୍ମାସିଷ୍ଟ ପାଇଁ 25,500 ଟୁ 81,100 ରହିଛି। ଆପଣମାନଙ୍କର ଏଇଟା ଲେଭେଲ୍ 7ରେ ଆପଣମାନଙ୍କୁ ପେ କରାଯିବ। ତାପରେ ରହିଛି ଆପଣମାନଙ୍କର ମଲ୍ଟିପର୍ପଜ୍ ହେଲ୍ଥ ୱାର୍କର ମେଲ୍ର ଆପଣମାନଙ୍କର 21,700ରୁ 69,100 ପର୍ଯ୍ୟନ୍ତ ଆପଣମାନଙ୍କ ସ୍ୟାଲେରୀ ରହିଛି। ଏଇଟା ଆପଣମାନଙ୍କର ଯେଉଁ ଏଜୁକେସନ୍ କ୍ୱାଲିଫିକେସନ୍ ଏବଂ ଆପଣଙ୍କର ଏଜ୍ ରହିଛି। ଫାର୍ମାସିଷ୍ଟ ପାଇଁ ଆପଣ +2 ସାଇନ୍ସ କରିଥିବେ ଏବଂ ଆପଣ ବି ଫାର୍ମା, ଡିପ୍ଲୋମା, ବ୍ୟାଚଲର ଅଫ୍ ଫାର୍ମାସି ଏଇଭଳିଆ ଆପଣ କୋର୍ସ କରିଥିବେ ଏବଂ ଆପଣଙ୍କ ଏଜ୍ଟା 21ରୁ 38 ମଧ୍ୟରେ ଥିଲେ ଏହି ପୋଷ୍ଟଟା ଆବେଦନ କରିପାରିବେ। ତାପରେ ମଲ୍ଟିପର୍ପଜ୍ ହେଲ୍ଥ ୱାର୍କର ମେଲ୍ ପାଇଁ +2 ସାଇନ୍ସ। କାଉନସିଲ୍ ଅଫ୍ ହାୟର ଏଜୁକେସନ୍ ଯେଉଁ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ତରଫରୁ ଆପଣ ଡିପ୍ଲୋମା ବା +2 ସାଇନ୍ସ କରିଥିବେ ଏବଂ ଡିପ୍ଲୋମା ଇନ୍ ଫାର୍ମାସି କରିଥିବେ ଗଭର୍ଣ୍ଣମେଣ୍ଟ କଲେଜରେ ଅର୍ କୌଣସି ମେଡ଼ିକାଲ କଲେଜରେ ଆପଣ ପ୍ରାଇଭେଟ୍ କିମ୍ବା ଗଭର୍ଣ୍ଣମେଣ୍ଟର ଏବଂ ଆପଣଙ୍କ ଏଜ୍ଟା 21ରୁ 38 ମଧ୍ୟରେ ଥିଲେ ଏହି ପୋଷ୍ଟଟା ଆପଣମାନେ ଆପ୍ଲାଏ କରିପାରିବେ। ଆପଣମାନଙ୍କର ଏଜ୍ ରିଲାକ୍ସେସନ୍ଟା SC ST SCBC ଏବଂ ଓମେନ୍ସ କ୍ୟାଟାଗୋରୀ ମାନଙ୍କ ପାଇଁ 5 ଇୟର୍ ରହିଛି ଏବଂ ଅଦର ଇଲିଜିବଲ୍ କଣ୍ଡିସନ୍ ମଧ୍ୟ ରହିଛି। ଏହିସବୁ ଆପଣ ଯଦି ଆପ୍ଲାଏ କରିବେ ବା କ୍ୱାଲିଫାଇ ଅଛନ୍ତି ତାହେଲେ ଏହିସବୁ ଦେଖିନେବେ। ତ ନେକ୍ସଟ ରହିଛି ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ କଥା, ଯାହାକି ଆପଣମାନଙ୍କୁ ଏହିସବୁ ପୋଷ୍ଟ ପାଇଁ ଏକ୍ଜାମିନେସନ୍ ଫି ଦେବାକୁ ପଡ଼ିବନି। ଆପଣ ଏହିସବୁ ପୋଷ୍ଟ ଫ୍ରିରେ ଆପ୍ଲାଏ କରିପାରିବେ ଏବଂ କେମିତି ରେଜିଷ୍ଟ୍ରେସନ୍, ରିରେଜିଷ୍ଟ୍ରେସନ୍ ଏବଂ ଆପ୍ଲାଏ କରିବେ ତାହା ମୁଁ ଆପଣଙ୍କୁ ଭିଡ଼ିଓ ବନେଇ ଦେଇଛି। ଆପଣ ଯାଇ ସେ ଭିଡ଼ିଓରେ ଦେଖିପାରିବେ ଏହାର ଡିଟେଲ୍ସ ନୋଟିଫିକେସନ୍ଟା। ଏହି ଏକ୍ଜାମ୍ଟା ଆପଣମାନଙ୍କର ମାର୍ଚ୍ଚ 2024ରେ ରହିବ ଏବଂ ଆପଣମାନଙ୍କର ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ଯେଉଁ ଡିଷ୍ଟ୍ରିକ୍ଟରେ ଆପଣ ସେଇ ଡିଷ୍ଟ୍ରିକ୍ଟରେ ହିଁ ଆପଣମାନଙ୍କର ରିଟେନ୍ ଟେଷ୍ଟଟା ହେବ। ତ ଜାଣି ରଖନ୍ତୁ ମାର୍ଚ୍ଚ 2024ରେ ଏକ୍ଜାମ୍ଟା ରହିଛି। ତ ଆପଣମାନଙ୍କର ପ୍ଲେସ୍ ଆଣ୍ଡ ଡେଟ୍ ବାହାରି ଯାଇଛି ଅଲରେଡ଼ି। ତ ରିଟେନ୍ ଟେଷ୍ଟଟା ଆପଣମାନଙ୍କର ମାର୍ଚ୍ଚ 2024ରେ ଏବଂ ଆପଣଙ୍କର ପ୍ଲେସ୍ ନିଜ ଡିଷ୍ଟ୍ରିକ୍ଟରେ ହିଁ ଆପଣମାନେ ଏକ୍ଜାମ୍ଟା ଦେଇପାରିବେ। ତ ରିଟେନ୍ ଟେଷ୍ଟର ଆପଣମାନଙ୍କର MCQ ଟାଇପ୍ ରହିଛି। ତ ସେଥିରେ ଆପଣମାନଙ୍କର 1 ପେପର୍ ପାଇଁ ଆପଣମାନଙ୍କର ଫାର୍ମାସି କୋଶ୍ଚିନ୍ ରହିଛି 60 ମାର୍କ, ପ୍ରାକ୍ଟିକାଲ ସ୍କିଲ୍ 25, ଆରିଥମେଟିକ୍ ଆପଣଙ୍କର 10ମ ଷ୍ଟାଣ୍ଡାର୍ଡ଼ର 10 ମାର୍କ, ତାପରେ ଇଂଲିଶ
10th ଷ୍ଟାଣ୍ଡାର୍ଡ଼ର 5ଟି କୋଶ୍ଚିନ୍ 5 ମାର୍କ, ଟୋଟାଲ୍ 100 ମାର୍କର ପରୀକ୍ଷା ହେବ, ଯାହାକି 2 ଘଣ୍ଟା ହେବ। ନେଗେଟିଭ୍ ମାର୍କିଂ ମଧ୍ୟ ରହିଛି 0.25। ଗୋଟେ ଯଦି ଭୁଲ ହୁଏ ଆପଣମାନଙ୍କର ନେଗେଟିଭ୍ ମାର୍କିଂ ରହିଛି, ଏସବୁରେ ଆପଣ କଟି ଯାଇପାରନ୍ତି। ତ ଯଦି ଯେଉଁଟା ଆସୁନି ଆପଣଙ୍କୁ ସେଇଟା ଛାଡ଼ି ଦିଅନ୍ତି, ଅଯଥା ଆପଣଙ୍କର ଯେଉଁ ମାର୍କଟା ଡିସ୍କ୍ୱାଲିଫିକେସନ୍ ଲିଷ୍ଟରେ ଆସିବା ବଦଳରେ। ତ ନେକ୍ସଟ ରହିଛି ଆପଣମାନଙ୍କ ଫାର୍ମାସିଷ୍ଟ ପାଇଁ ଯେଉଁ ଟୋଟାଲ୍ ଆପଣମାନଙ୍କର କେତୋଟି ଭ୍ୟାକେନ୍ସି ବାହାରିଛି ନା 1002ଟି ଭ୍ୟାକେନ୍ସି ରହିଛି। ତ ପ୍ରଥମେ ଆପଣମାନଙ୍କର ଯେଉଁ ଅନୁଗୁଳ ପାଇଁ ଟୋଟାଲ୍ ଆପଣମାନଙ୍କର କ୍ୟାଟାଗୋରୀ ୱାଇଜ୍ ଅନୁଗୁଳ ଡିଷ୍ଟ୍ରିକ୍ଟ ପାଇଁ 35ଟି, ବରଗଡ଼ ପାଇଁ 44ଟି, ଭଦ୍ରକ ପାଇଁ 22ଟି, ବାଲେଶ୍ୱର ପାଇଁ 38ଟି, ବଲାଙ୍ଗୀର ପାଇଁ 41ଟି, ବୌଦ୍ଧ ପାଇଁ 8ଟି, କଟକ ପାଇଁ 67ଟି, ତାପରେ ଦେଓଗଡ଼ ପାଇଁ 9ଟି, ଢେଙ୍କାନାଳ ପାଇଁ 37ଟି, ଗଜପତି ପାଇଁ 22ଟି, ଗଞ୍ଜାମ ପାଇଁ 94, ଜଗତସିଂହପୁର 18ଟି, ଯାଜପୁର ପାଇଁ 47ଟି, ଝାରସୁଗୁଡ଼ା ପାଇଁ 8ଟି, କଳାହାଣ୍ଡି ପାଇଁ 48ଟି, କନ୍ଧମାଳ ପାଇଁ 62ଟି, କେନ୍ଦ୍ରାପଡ଼ା ପାଇଁ 14, କେଉଁଝର ପାଇଁ 42 ଏବଂ ଖୋର୍ଦ୍ଧା ପାଇଁ 34। ତାପରେ ରହିଛି କୋରାପୁଟ ପାଇଁ 42ଟି, ମାଲକାନଗିରି ପାଇଁ 12ଟି, ମୟୂରଭଞ୍ଜ ପାଇଁ 56ଟି, ନୂଆପଡ଼ା ପାଇଁ 8ଟି, ନବରଙ୍ଗପୁର ପାଇଁ 19ଟି, ନୟାଗଡ଼ ପାଇଁ 27ଟି, ପୁରୀ ପାଇଁ 43ଟି, ରାୟଗଡ଼ା ପାଇଁ 26ଟି, ସମ୍ବଲପୁର ପାଇଁ 28ଟି, ତାପରେ ରହିଛି ସୁବର୍ଣ୍ଣପୁର ପାଇଁ 13ଟି, ସୁନ୍ଦରଗଡ଼ ପାଇଁ 38। ଟୋଟାଲ୍ ଆପଣଙ୍କର ଫାର୍ମାସିଷ୍ଟ ପୋଷ୍ଟଟା 1002ଟି ଭ୍ୟାକେନ୍ସି ରହିଛି। ଏବଂ ଆପଣ ଯଦି ସ୍ପେଶିଆଲ୍ କ୍ୟାଟାଗୋରୀ ଅନୁଯାୟୀ ତାହେଲେ ଆପଣ PWD କ୍ୟାଣ୍ଡିଡେଟ୍ ଅଛନ୍ତି, ତାହେଲେ ଆପଣଙ୍କ ପାଇଁ 246ଟି ପୋଷ୍ଟ ରହିଛି ଆପଣଙ୍କ ଡିଷ୍ଟ୍ରିକ୍ଟ ଅନୁଯାୟୀ। ତ ଆପଣ ଏଇସବୁ କେଉଁ ଇଏରେ ଅଛନ୍ତି ଆପଣ ସେଇଟା ଦେଖିନେବେ, ଏକ୍ସ ସର୍ଭିସ୍ ମ୍ୟାନ୍, ସ୍ପୋର୍ଟସ୍ ପର୍ସନ୍ ନା PWD କ୍ୟାଣ୍ଡିଡେଟ୍, ତାହାର ଡିଟେଲ୍ସ ରହିଛି। ଆପଣଙ୍କ କ୍ୟାଟାଗୋରୀ ଅନୁଯାୟୀ ଆପଣଙ୍କର ରିକ୍ରୁଟମେଣ୍ଟ ନୋଟିସଟା ରହିଛି ସବୁ। ତ ଯେଉଁ ବି ଡିଷ୍ଟ୍ରିକ୍ଟର ହେଇଥାନ୍ତୁ କାହିଁକି ଆପଣଙ୍କର କ୍ୟାଟାଗୋରୀ ଅନୁଯାୟୀ ST, SC, SCBC ଅର୍ ରିଜର୍ଭ ଆପଣଙ୍କର ଏଇସବୁ ପୋଷ୍ଟରେ ବାହାରିଛି। ତ ଏଇଟା ଆପଣଙ୍କ 1002ଟି ପୋଷ୍ଟ ରହିଛି ଏବଂ ପ୍ଲସ୍ ଆପଣଙ୍କ 264ଟି ପୋଷ୍ଟ ମଧ୍ୟ ରହିଛି ଯେଉଁ ଆପଣଙ୍କ PWD କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ। ନେକ୍ସଟ ରହିଛି ଆପଣମାନଙ୍କର ଆଉ ଗୋଟିଏ ପୋଷ୍ଟ ରହିଛି ଯାହାକି ମଲ୍ଟିପର୍ପଜ୍ ହେଲ୍ଥ ୱାର୍କର ମେଲ୍ ପାଇଁ ଆପଣଙ୍କର 2023 ପାଇଁ ଭ୍ୟାକେନ୍ସିଟା ରହିଛି। ତ ଏ ଭ୍ୟାକେନ୍ସିରେ ଆପଣମାନଙ୍କର ଯେଉଁ ଅନୁଗୁଳ ପାଇଁ 22ଟି ରହିଛି, ବରଗଡ଼ ପାଇଁ 59ଟି, ଭଦ୍ରକ ପାଇଁ 48ଟି, ବାଲେଶ୍ୱର ପାଇଁ 129ଟି, ବଲାଙ୍ଗୀର ପାଇଁ 15ଟି, ବୌଦ୍ଧ ପାଇଁ 20ଟି, କଟକ ପାଇଁ 104ଟି, ଦେଓଗଡ଼ ପାଇଁ 8ଟି, ଢେଙ୍କାନାଳ ପାଇଁ 25ଟି, ଗଜପତି ପାଇଁ 22ଟି, ଗଞ୍ଜାମ ପାଇଁ 231ଟି, ଜଗତସିଂହପୁର ପାଇଁ 40ଟି, ଯାଜପୁର ପାଇଁ 64, ତାପରେ କଳାହାଣ୍ଡି ପାଇଁ 12ଟି, କନ୍ଧମାଳ ପାଇଁ 50ଟି, କେନ୍ଦ୍ରାପଡ଼ା ପାଇଁ 25ଟି, କେଉଁଝର ପାଇଁ 12ଟି, ଖୋର୍ଦ୍ଧା ପାଇଁ 34ଟି, କୋରାପୁଟ ପାଇଁ 56ଟି, ତାପରେ ମାଲକାନଗିରି ପାଇଁ 14ଟି, ମୟୂରଭଞ୍ଜ ପାଇଁ 124ଟି, ନୂଆପଡ଼ା ପାଇଁ 5ଟି, ନବରଙ୍ଗପୁର ପାଇଁ 49ଟି, ନୟାଗଡ଼ ପାଇଁ 38ଟି, ପୁରୀ ପାଇଁ 79ଟି, ରାୟଗଡ଼ା ପାଇଁ 52ଟି, ସମ୍ବଲପୁର ପାଇଁ 24ଟି, ସୁବର୍ଣ୍ଣପୁର ପାଇଁ 24ଟି, ତାପରେ ସୁନ୍ଦରଗଡ଼ ପାଇଁ 54ଟି। ଟୋଟାଲ୍ ଆପଣମାନଙ୍କର 1451 ପୋଷ୍ଟ ରହିଛି। ତ ତା ସହିତ ଆପଣ ସ୍ପେଶିଆଲ୍ କ୍ୟାଟାଗୋରୀ ଯେଉଁ PWD କ୍ୟାଣ୍ଡିଡେଟ୍, ଏକ୍ସ ସର୍ଭିସମ୍ୟାନ୍, ସ୍ପୋର୍ଟସ୍ ପର୍ସନ୍ ମାନଙ୍କ ପାଇଁ 80ଟି ରହିଛି। ତ ଏଇଟା ଆପଣ କ୍ୟାଟାଗୋରୀ ଅନୁଯାୟୀ ଡିଭାଇଡ଼ କରାଯାଇଛି, ଆପଣଙ୍କର କେଉଁ କ୍ୟାଟାଗୋରୀ ଅଣ୍ଡରରେ ଅଛନ୍ତି ଆପଣମାନେ। ତ ଏଇସବୁର ଡିଟେଲ୍ସ ଆପଣମାନଙ୍କୁ କହିଦେଇଛି। ଆପଣ ଅଫିସିଆଲ ୱେବସାଇଟ୍ରେ ଯାଇକି ଆପଣମାନେ ଯାଇକି ଆବେଦନ କରିବା ଷ୍ଟାର୍ଟ କରିଦେବେ। ଆପଣଙ୍କୁ ଡେଟ୍ ଦିଆଯାଇଛି, ସେଇ ଡେଟ୍ରେ ଆପଣମାନେ ଯାଇକି ଯେଉଁ 22/12/2023ଠୁ ଷ୍ଟାର୍ଟ କରି ଲାଷ୍ଟ ଡେଟ୍ 16/1/2024 ପର୍ଯ୍ୟନ୍ତ ରହିଛି। ତ ଯାଇକି ଆପଣ ଖୁବ୍ ଶୀଘ୍ର ଅନଲାଇନ୍ କରିନିଅନ୍ତୁ, କାହିଁକିନା ଆପଣମାନଙ୍କ ସାଇଟ୍ଟା ବେଳେବେଳେ ପ୍ରୋବ୍ଲେମ୍ ଥାଉଛି। ତ ଯେତେବେଳେ ପାରୁଛନ୍ତି ଖୁବ୍ ଶୀଘ୍ର ଆପଣ ଏଇ ପୋଷ୍ଟଟାକୁ ଆପ୍ଲାଏ କରିଦେଲେ
ଆପଣମାନଙ୍କ ପାଇଁ ଭଲ ହେବ। ତ ଯଦି ଭିଡ଼ିଓଟା ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର କମେଣ୍ଟ ଏବଂ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଦ୍ୱାରା ଏଭଳିଆ ଭିଡ଼ିଓ ପ୍ରଥମେ ଆପଣମାନେ ଦେଖିପାରିବେ ଏବଂ ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ପୋଷ୍ଟ ବିଷୟରେ ଜାଣିପାରିବେ।